ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଶକ୍ତି ଶାରୀରିକ କ୍ଷମତାରୁ ନୁହେଁ, ଏହା ଏକ ଅଦମ୍ୟ ଇଚ୍ଛାଶକ୍ତିରୁ ଆସିଥାଏ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର 17 ବର୍ଷୀୟ ପାୟଲ ନାଗ। ପାୟଲ ବ୍ୟାଙ୍କକ୍ରେ ଆୟୋଜିତ ବିଶ୍ୱ ତୀରନ୍ଦାଜ ପାରା ସିରିଜ୍ରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ପାରା କମ୍ପାଉଣ୍ଡ ଫାଇନାଲରେ ପାରା ଅଲିମ୍ପିଆନ୍ ଶୀତଲ ଦେବୀକୁ ପରାସ୍ତ କରି ଓଡ଼ିଶା ଏବଂ ଭାରତ ପାଇଁ ଏକ ଗୌରବର ମୁହୂର୍ତ୍ତ ସେ ସୃଷ୍ଟି କରିଛନ୍ତି। ପିଲାଦିନ ଦୁର୍ଘଟଣାରେ ତାଙ୍କର ହାତ ଏବଂ ଗୋଡ଼ ହରାଇବା ସତ୍ତ୍ୱେ ସେ କେବେ ତାଙ୍କର ମନୋବଳ ହରାଇ ନଥିଲେ। ପାୟଲ ତାଙ୍କ ମୁହଁ ବ୍ୟବହାର କରି ଚିତ୍ର ଆଙ୍କିବା ଶିଖିଥିଲେ ଏବଂ ତାଙ୍କ କଳାତ୍ମକ ପ୍ରତିଭାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ତାଙ୍କର ଏକ ଭାଇରାଲ ଭିଡ଼ିଓ ଦେଖି ତୀରନ୍ଦାଜ ପ୍ରଶିକ୍ଷକ କୁଲଦୀପ ଭଦବାନୀ ତାଙ୍କୁ ଜମ୍ମୁର ତୀରନ୍ଦାଜ ଏକାଡେମୀକୁ ନିମନ୍ତ୍ରଣ କରିଥିଲେ। କଠୋର ତାଲିମ ପରେ ପାୟଲ ପାରା ତୀରନ୍ଦାଜରେ ପ୍ରବେଶ କରିଥିଲେ ଏବଂ 2025 ମସିହାରେ ଅନୁଷ୍ଠିତ ଜାତୀୟ ଚାମ୍ପିଅନସିପ୍ରେ 2ଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ଖେଲୋ ଇଣ୍ଡିଆ ପାରା ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଆଜି ପାୟଲ କେବଳ ଜଣେ ଖେଳାଳି ନୁହନ୍ତି, ସେ ସାହସ ଏବଂ ଦୃଢ଼ତାର ପ୍ରକୃତ ପ୍ରତିମୂର୍ତ୍ତି ପାଲଟିଛନ୍ତି।